ଆଜି ଅତୁଟ ବନ୍ଧନ ଧାରାବାହିକରେ ଦେଖିବାକୁ ପାଇବେ। ଯେତେବେଳେ ମହେନ୍ଦ୍ର ବାବୁ ସରସ୍ୱତୀ ଦେବୀଙ୍କୁ ଘରେ ଗୁହାରି କରି ରହିବା ପାଇଁ କହିଛନ୍ତି, ସେତେବେଳେ ଭବାନୀ ଦେବୀ ରାଗରେ ତାଙ୍କ ରୁମ୍କୁ ଚାଲି ଯାଇଛନ୍ତି। ଆଉ ରାଗରେ ସବୁ ଜିନିଷ ଭାଙ୍ଗି ନଷ୍ଟ କରିବାରେ ଲାଗିଛନ୍ତି। ଆଉ ଠିକ୍ ସେତିକିବେଳେ ମହେନ୍ଦ୍ର ବାବୁ ରୁମ୍ ଭିତରକୁ ଆସିଯାଇଛନ୍ତି। ଆଉ ମହେନ୍ଦ୍ର ବାବୁ ଭବାନୀକୁ କହୁଛନ୍ତି, ଭବାନୀ ତମେ କ'ଣ କରୁଛ? ପାଗଳ ହେଇଗଲେ ନା କ'ଣ? ତାପରେ ଭବାନୀ ଦେବୀ କହିବେ, ହଁ ମୁଁ ପାଗଳ ହେଇଯାଇଛି, କେବଳ ତମରି ପାଇଁ ପାଗଳ ହେଇଯାଇଛି। କ'ଣ ଦରକାର ଥିଲା ସେ ସ୍ତ୍ରୀ ଲୋକକୁ ଘରେ ରହିବାକୁ କହିବା ପାଇଁ? ଆଚ୍ଛା, ସେ ସରସ୍ୱତୀ ଦେଖି ତମ ମନରେ ପୁଣି ଥରେ ଭଲ ପାଇବା ଜାଗୃତି ଉଠି ପଡ଼ିଲା ନା? ଆଉ ସେଇଥିପାଇଁ ତମେ ତାକୁ ଏଠି ରହିବା ପାଇଁ ଅନୁରୋଧ କରିଦେଲ ନା? ମହେନ୍ଦ୍ର ବାବୁ କହିବେ, ଭବାନୀ ତମେ ଯାହା ଭାବୁଛ ସେମିତି କିଛି ନୁହେଁ। ଗୋଟେ କ୍ରିମିନାଲକୁ ଭଲ ପାଇବା ପାଇଁ ମୋ ମନରେ କେବେ ବି ଆସିବନି। କିନ୍ତୁ ଗୋଟେ କଥା, ତେଜସ୍କୁ ତା ମା ଠାରୁ ଅଲଗା କରି ରଖିବାର ମୋର ଅଧିକାର ଜମାରୁ ନାହିଁ। ଆରେ ମୁଁ ସେଇଥିପାଇଁ ସରସ୍ୱତୀକୁ ଯିବା ପାଇଁ ଅଟକାଇ ଦେଲି। ଆଉ କେଇଟା ଦିନ କହିଲ? ମାତ୍ର 10ଟା ଦିନ। 10ଟା ଦିନ ପରେ ମୁଁ ତାକୁ ନିଜେ ଘରୁ ଝିକି ବାହାର କରିଦେବି। ଅନ୍ତତଃ ତେଜସ୍ୱର ବାର୍ଥଡେ ଯାଏଁ ଅପେକ୍ଷା କରିଦିଅ ପ୍ଲିଜ୍। ତାପରେ ଭବାନୀ ଦେବୀ ରାୟ ଯାଇ କହିବେ, ଗେଟ୍ ଆଉଟ୍, ଆଇ ସେ ଗେଟ୍ ଆଉଟ୍। ଭବାନୀ ଦେବୀ ହାତ ଯୋଡ଼ି କହିବେ, ଦୟାକରି ମୋତେ ଏକୁଟିଆ ବି ରହିବାକୁ ଦିଅ। ଗେଟ୍ ଆଉଟ୍, ରୁମ୍ରୁ ବାହାରି ଯାଅ। କହି ରାଗରେ ମହେନ୍ଦ୍ର ବାବୁଙ୍କୁ ତାଙ୍କ ରୁମ୍ରୁ ବାହାର କରିଦେବେ। ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି? ସରସ୍ୱତୀ ଦେବୀ ପାଇଁ କ'ଣ ମହେନ୍ଦ୍ର ବାବୁଙ୍କୁ ପୁଣି ଥରେ ଭଲ ପାଇବା ଜାଗୃତି ଉଠିବ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିବେ, ଯାହାଫଳରେ ଏମିତିକା ଏପିସୋଡ଼ ଆପଣ ଦେଖିପାରିବେ।